ବନ୍ଦେ ଭାରତ ଟ୍ରେନ୍ ଖୋର୍ଦ୍ଧା ରୋଡ଼ରେ ସ୍ୱାଗତ ଓ ଶୁଭାରମ୍ଭ। ରାଜ୍ୟରେ ଗଡ଼ିଲା ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍। ଭାର୍ଚୁଆଲ ମୋଡ୍ରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ବ୍ରହ୍ମପୁର ଟାଟାନଗର ଓ ରାଉରକେଲା ହାଓଡ଼ା ଏକ୍ସପ୍ରେସ୍। ଆସନ୍ତାକାଲି ଗଡ଼ିବ ରାୟପୁର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍। ପ୍ରକାଶ ଯେ ଜନସଂଖ୍ୟା ଅନୁସାରେ ଟ୍ରେନ୍ ସେପରି ଚାଲୁନଥିବାରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ କେନ୍ଦ୍ର କରି ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିଲା। ରେଳବାଇ ମନ୍ତ୍ରୀ ସହ ଉଚ୍ଚପଦସ୍ଥ ଅଫିସରମାନଙ୍କ ନିକଟରେ ଅଭିଯୋଗମାନ ବର୍ଷ ବର୍ଷ ଧରି ପଡ଼ି ରହି ଆସୁଥିଲା। ତାହାକୁ ବିଚାର କରି କେନ୍ଦ୍ର ସରକାର ଆଜିଠାରୁ ବନ୍ଦେ ଭାରତ ଟ୍ରେନ୍କୁ ଚଳାଚଳ କରିଛନ୍ତି। ଆଜି ଗଡ଼ିଲା ବ୍ରହ୍ମପୁର ଟାଟାନଗର ଓ ରାଉରକେଲା ହାଓଡ଼ା ବନ୍ଦେ ଭାରତ। କାଲି ଗଡ଼ିବ ରାୟଗଡ଼ା ବିଶାଖାପାଟଣା। ପୂର୍ବରୁ ତିନୋଟି ଥିଲା। ଏହି ତିନୋଟିକୁ ମିଶାଇ ଓଡ଼ିଶା ଟ୍ରାକ୍ରେ ଯୋଡ଼ି ହେଲା ଆଉ ତିନିଟି ବନ୍ଦେ ଭାରତ ଏକ୍ସପ୍ରେସ୍। ଭିଡ଼ିଓ କନଫରେନ୍ସିଂ ଦ୍ୱାରା ଏହି ସବୁ ନୂଆ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ୍ ପୂର୍ବ ଭାରତର ଆର୍ଥିକ ପ୍ରଗତିରେ ସହାୟକ ହେବ। ଆର୍ଥିକ ବିକାଶ ପାଇଁ ଆଧୁନିକ ରେଳ ବିକାଶ ଅତ୍ୟନ୍ତ ଜରୁରୀ। ସପ୍ତାହରେ 6 ଦିନ ଏହି ଟ୍ରେନ୍ ଚାଲିବାକୁ ଠିକ୍ ହୋଇଥିବା ଶୁଣି ଜନସାଧାରଣରେ ଆନନ୍ଦ ଲହରୀ ଖେଳିଯାଇଛି। ଆଜିକାର ଏହି ଉତ୍ସବରେ ଏଡିଆର୍ଏମ୍ ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଆଇଓସିଏଲ୍ ଚେୟାରମ୍ୟାନ୍ ସୁଦୀପ୍ତ ରାୟ, ଜଟଣୀ ବିଜେଡି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରିଥିଲେ। ଖୋର୍ଦ୍ଧାରୁ ସୈୟଦ ଅନସର ଅଲିଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।